ଆଞ୍ଚଳିକ ଦଳ ଆଉ ଜାତୀୟ ଦଳ ଭିତରେ ଗୋଟିଏ କଥା ଫରକ। କାହିଁକିନା ଆଞ୍ଚଳିକ ଦଳ ଯିଏ ଗଠନ କରିଥିବ ଆଉ ଯାହା ପୈତୃକ ସମ୍ପତ୍ତି ନାଁରେ ଚାଲିଥିବ ସେ ହିଁ ମୁଖିଆ ହେବ। କାହିଁକିନା ଦେଖନ୍ତୁ ବିଜେଡ଼ିର ପୂର୍ବରୁ ସଭାପତି ଥିଲେ ନବୀନ ବାବୁ, ଏବେ ବି ସେଇ ସଭାପତି ଥିଲେ ନବୀନ ବାବୁ। କିନ୍ତୁ କିଛି କୁଜି ଗେଣ୍ଡା ମାନେ ଏମିତି ବାଗରେ ତାକୁ ମାନେ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି, ବିଜେଡ଼ିର ସଭାପତି ହେଲେ ନବୀନ ବାବୁ। କିଓ ଆଗରୁ ତ ଥିଲେ ନବୀନ ବାବୁ, ଏବେ ବି ଅଛନ୍ତି। କାହିଁକିନା ଦଳ ତାଙ୍କ ବାପା ନାଁରେ ଗଢ଼ା ହେଇଛି, ତାଙ୍କ ପୈତୃକ ସମ୍ପତ୍ତି ସେ ହିଁ ରହିବେ। ଦେଖିଆ ଆଉ କାହାକୁ ଦେଇଦେଲେନି, ନାଇଁ ହେଇପାରିବନି। ବିଜେପି ହଉ କି କଂଗ୍ରେସ ହଉ, ତାଙ୍କର ତ ମୁଖିଆ ଚେଞ୍ଜ ହେବେ। ଆଉ ବିଜେଡି ବାଲା ତମେ ଯେଉଁ କହୁଛ ଏପର୍ଯ୍ୟନ୍ତ ହେଲାଣି ବିଜେପିର ମୁଖିଆ ଚେଞ୍ଜ ହେଇନାହାନ୍ତି ଗୋଷ୍ଠୀ କନ୍ଦଳ ଯୋଗୁଁ। ଭାଇ ଗୋଷ୍ଠୀ କନ୍ଦଳ ନିହାତି ଭାବରେ ହବ। କାହିଁକିନା ଯେଉଁଠି ତମେ ଆଞ୍ଚଳିକ ଦଳ ତମେ ହିଁ ସର୍ବେ ସର୍ବା, ସେ ତ ତେଣୁକରି ଜାତୀୟ ଦଳ ସେମାନଙ୍କର ନିହାତି ଭାବରେ 10-15 ଜଣ ଭିତରୁ ଜଣକୁ ସିଲେକ୍ଟ କରାହବ। ତାକୁ କ'ଣ ଗୋଷ୍ଠୀ କନ୍ଦଳ କୁହାଯିବ? ଗୋଷ୍ଠୀ କନ୍ଦଳ କୁହାଯିବନି। ତାଙ୍କୁ ଆଜି ଇଏ ମୁଖ୍ୟ ଅଛନ୍ତି, ଆଉ କିଏ ମୁଖ୍ୟ ହବ? ଇଏ ହେଲା ଆକୁ କହନ୍ତି ପ୍ରଜାତନ୍ତ୍ର। ପ୍ରଜା ମାନେ ଯାହାକୁ ସିଲେକ୍ଟ କରିବେ ସେ ହିଁ ହବ। ଆଉ ତମେ ତ ନିଜ ନିଜ ମନକୁ ରାଜା।